ବିଜୁ ଜନତା ଦଳ ଗୋଟେ ବର୍ତ୍ତମାନ ତା ଦଳ ଭିତରେ ଗୋଟେ ଅସ୍ଥିରତା ଚାଲିଛି। ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ବିଜୁ ଜନତା ଦଳ ଏଠି ନା ସରକାର ଠିକଣା ଭାବରେ ତାଙ୍କ ଦାୟିତ୍ୱ ନିର୍ବାହ କରୁଛନ୍ତି, ନା ବିରୋଧୀ ଦଳ ତାଙ୍କ ଦାୟିତ୍ୱ ଠିକଣା ଭାବରେ ନିର୍ବାହ କରୁଛନ୍ତି। ବିଜୁ ଜନତା ଦଳରେ ସ୍ୱାସ୍ଥ୍ୟ ଏବେ ଟିକେ କୋଉଠି ନା କୋଉଠି ଏପଟ ସେପଟ ହେଇଛି। ଯୋଉ ସିଜନ ଚେଞ୍ଜ ହେଲେ ଯୋଉ ପ୍ରକାର ହୁଏ ଆପଣଙ୍କର ଥଣ୍ଡା ଜ୍ୱର ବା ଭାଇରାଲ ଫିଭର ସବୁ ହୁଏ, ଇଏ ସେଭଳି ଭାବରେ ଗୋଟେ ପରିସ୍ଥିତି ଦେଇକିରି ଗତି କରୁଛି। ତାଙ୍କ ଦଳ ଭିତରେ ଗୋଟେ ମାନେ ଟ୍ରେମର ଟାଇପର ଚାଲିଛି। ଇଏ ଆଜି କହିଲାଣି, ସିଏ କାଲି କହିଲାଣି। ଆଉ ଦଳର କିଛି ଲୋକ ବି ନେତା ଏଇ ଯୋଉ ଦଳ ଛାଡୁଛନ୍ତି, ଦି ଜଣ ସାଂସଦ ପଳେଇ ଗଲେ। ଏଇଟା ହଉଛି ଦଳର ନେତା। ଯଦି ସମସ୍ତେ କଣ ଜାଣିଛନ୍ତି, ନବୀନ ବାବୁ ଦଳର ନେତା। ନବୀନ ବାବୁ ଯିଏ ଯାଉଛନ୍ତି ଛାଡିକିରି, କାଲି ପର୍ଯ୍ୟନ୍ତ ନବୀନ ଚଉତିଶା ଗାଉଥିଲେ, ଆଜି ନବୀନ ବାବୁଙ୍କୁ ଛାଡିକିରି ଯାଉଛନ୍ତି ଦଳ ମାନେ। ଏଇଠି ବିଜୁ ଜନତା ଦଳର ଶୀର୍ଷ ନେତୃତ୍ୱ ଚିନ୍ତା କରିବା କଥା, ସ୍ଥିତି କଣ ଅଛି, ତାକୁ ଆଗକୁ କେମିତି ନିୟନ୍ତ୍ରଣ କରାଯିବ। ଆପଣ ଶ୍ରୀମୟୀ ମିଶ୍ର ଦେଖନ୍ତୁ, ସେ ସିଧା କିଛି କହୁନାହାନ୍ତି, ବୁଲେଇ ବଙ୍କେଇ କହୁଛନ୍ତି। ସେ ତ ପାଣ୍ଡିଆନଙ୍କ ମାନେ ନବୀନ ବାବୁଙ୍କ ସମୟରେ ସେ ଓଟିଡିସି ର ଚେୟାରପର୍ସନ ଥିଲେ। ତା ପୂର୍ବରୁ ମହିଳା ନିଗମର ଅଧ୍ୟକ୍ଷା ଥିଲେ। ସେତେବେଳେ ତ ସେଇ ପାଣ୍ଡିଆନକୁ ସେ ଚିହ୍ନିଥିଲେ, ସେଇ ପାଣ୍ଡିଆନକୁ ସାର୍ ସାର୍ ବି କହୁଥିଲେ, ସେଇ ପ୍ରଫୁଲ୍ଲ ମଲ୍ଲିକ କଥା। କିନ୍ତୁ ଆଜି ଯୋଉମାନେ କହୁଛନ୍ତି, ଆଜି ଏଇଟା ହୁଏ ଆଜ୍ଞା, କଂଗ୍ରେସ ଗଲା ପରେ ମନେକର କଂଗ୍ରେସ କ୍ଷମତାରେ ଥିଲା, ଗୋଟେ କ୍ଷମତାରେ ରହିଲେ ଲୋକଙ୍କୁ ସନ୍ତୁଷ୍ଟ କରିହୁଏ। ବିଜୁ ଜନତା ଦଳ ଏକମାତ୍ର ଦଳ ଯିଏ ଲଗାତାର 24 ବର୍ଷ କ୍ଷମତାରେ ରହିଲା। ବିରୋଧୀ ସ୍ୱାଦ କେବେ ଚାଖି ନଥିଲା ଆଗରୁ। ପ୍ରଥମ ଥର ଯେତେବେଳେ ବିରୋଧୀ ଦଳ ସ୍ୱାଦଟା ଚାଖିଲା, ସେ ଝଟକାଟା ସେ ଏମିତି ପଡିଛି, ସେମାନେ ଝଟକା ଭିତରୁ ବାହାରି ପାରୁନାହାନ୍ତି। ନା ଦେଖନ୍ତୁ, ବିଜୁ ଜନତା ଦଳର ଆଜି କିଛି ନେତା ମୁଖର ହେଇଛନ୍ତି। ଆଜି କିଛି ନେତା ସେମାନେ ପ୍ରତିବାଦ କରିବା ଆରମ୍ଭ କରୁଛନ୍ତି। ଆଜି କିଛି ସେମାନଙ୍କର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ସେଇ ପାଣ୍ଡିଆନ ତ ଏବେ ଲୁକାୟିତ ଭାବରେ କ୍ଷମତାକୁ ନିୟନ୍ତ୍ରଣ କରୁଛନ୍ତି ବୋଲି ଚର୍ଚ୍ଚା ହଉଛି। ଆଗରୁ ତ ସମ୍ପୂର୍ଣ୍ଣ ଖୋଲାଖୋଲି କ୍ଷମତାକୁ ସେ ନିୟନ୍ତ୍ରଣ କରୁଥିଲେ। ଯୋଉ ନେତା ନେତ୍ରୀ ମାନେ ଆଜି ବି କହୁଛନ୍ତି, ସେମାନେ ସେତେବେଳେ ତାଙ୍କୁ ସାର୍ ସାର୍ କହିକି ତାଙ୍କ ପାଖରେ ବସୁଥିଲେ। ଇଏ ହଉଛି କଣ କହିଲେ ଆଜ୍ଞା, କାହାକୁ ଦୋଷ ଦବାନି ଏଥିରେ, ନା ପାଣ୍ଡିଆନକୁ କହିବା ନା ୟାଙ୍କୁ ଦୋଷ ଦବା। ଯୋଉ କହୁଛନ୍ତି ଏ ରାଜନୀତିର ଖେଳ ଆଜ୍ଞା, ସମୟ ସମୟର କ୍ଷମତା ସର୍ବସ୍ୱ। ଆଜିକାଲିର ରାଜନୀତି ଏଥିରେ କାହାର ଦୋଷ ନାହିଁ ଆଜ୍ଞା। ଏଇ ଯୋଉ ନେତା ମାନେ କହୁଛନ୍ତି ଆଜି ଅସନ୍ତୁଷ୍ଟ, ମନେକର ଆମ ପ୍ରଫୁଲ୍ଲ ମଲ୍ଲିକଙ୍କ କଥା ନେବା। ପ୍ରଫୁଲ୍ଲ ମଲ୍ଲିକ ବିଜୁ ଜନତା ଦଳ ସରକାରରେ ଲଗାତାର ଲମ୍ବା ସମୟ ପର୍ଯ୍ୟନ୍ତ ଗୋଟେ କ୍ରିମ ଡିପାର୍ଟମେଣ୍ଟ ଯାହାକୁ କହନ୍ତି, ତ କମାଣି ଡିପାର୍ଟମେଣ୍ଟ, ଖଣି ଇସ୍ପାତ ଆଉ ପୂର୍ତ୍ତ, ୟାଠୁ ଅଧିକ ପଇସା କୋଉଠି ନାହିଁ। ସେଇ ବିଭାଗଟି ତାଙ୍କରି କାନ୍ଧରେ ଚାଲିଥିଲା। ତେଣୁ ସେତେବେଳେ ବି ସେଇ ପାଣ୍ଡିଆନଙ୍କ ଦ୍ୱାରା ଭର୍ଚୁଆଲି ନିୟନ୍ତ୍ରଣ ହଉଥିଲା ଆଜ୍ଞା। କିଏ ବଚ୍ଚା ବଚ୍ଚା ଓଡ଼ିଶାର ଜାଣିଛନ୍ତି, ଗତ 9 ବର୍ଷ 8 ବର୍ଷ ଧରି ସମଗ୍ର ପ୍ରକରଣକୁ ପାଣ୍ଡିଆନ ନିୟନ୍ତ୍ରଣ କରୁଛନ୍ତି। ଶେଷରେ ତ ପଦାକୁ ସେ ବାହାରି ଆସିଥିଲେ, ବୁଝିପାରୁଛନ୍ତି। ସେତେବେଳେ ଭଲ ସମ୍ପର୍କ ସେତେବେଳେ ଥିଲା। ସେତେବେଳେ ଯୋଉ ଆମେ ଅସ୍ମିତା କଥା ହଉ, ବା ଯୋଉ ଅଣ ଓଡିଆ କଥା ହଉ, ବା ଯୋଉ ବାହାର ଲୋକଙ୍କର ଅନଧିକାର ଚର୍ଚ୍ଚା କଥା ହଉ, ଆମେ ଆଜି ଯୋଉ କଥା କହୁଛେ, ଏଇଟା କେବଳ ହେଇଛି, ଏଇଟା ଆଗରୁ କେବେ ହଉନଥିଲା। ଏବେ ଯେହେତୁ ପରିସ୍ଥିତି ବ୍ୟତିକ୍ରମ ହେଇଛି, ଗୋଟେ କ୍ଷମତାରୁ ବିଜୁ ଜନତା ଦଳ ଯାଇଛି। ଆଉ ଏହା ସତ୍ୟ, ବିଜୁ ଜନତା ଦଳ ଗୋଟେ ବର୍ତ୍ତମାନ ତା ଦଳ ଭିତରେ ଗୋଟେ ଅସ୍ଥିରତା ଚାଲିଛି। ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ବିଜୁ ଜନତା ଦଳକୁ ରାଜ୍ୟବାସୀ 51 ଜଣ ବିଧାୟକ ଦେଇକିରି ତାକୁ ଗୋଟେ ମୁଖ୍ୟ ବିରୋଧୀ ଦଳର ଦାୟିତ୍ୱ ନିର୍ବାହ କରିବା ପାଇଁ ଦେଲେ। ନିଜେ ପୂର୍ବତନ ମୁଖ୍ୟମନ୍ତ୍ରୀ କହିଲେ ଆମେ ନିର୍ବାହ କରିବୁ। କିନ୍ତୁ ଏଇଟାକୁ ମୁଁ ସ୍ପଷ୍ଟ ଭାବରେ କହିପାରିବି, ଭାରତୀୟ ବିଜୁ ଜନତା ଦଳ ଏଠି ନା ସରକାର ଠିକଣା ଭାବରେ ତାଙ୍କ ଦାୟିତ୍ୱ ନିର୍ବାହ କରୁଛନ୍ତି, ନା ବିରୋଧୀ ଦଳ ତାଙ୍କ ଦାୟିତ୍ୱ ଠିକଣା ଭାବରେ ନିର୍ବାହ କରୁଛନ୍ତି। ବିଜୁ ଜନତା ଦଳରେ ସ୍ୱାସ୍ଥ୍ୟ ଏବେ ଟିକେ କୋଉଠି ନା କୋଉଠି ଏପଟ ସେପଟ ହେଇଛି। ଯୋଉ ସିଜନ ଚେଞ୍ଜ ହେଲେ ଯୋଉ ପ୍ରକାର ହୁଏ ଆପଣଙ୍କର ଥଣ୍ଡା ଜ୍ୱର ବା ଭାଇରାଲ ଫିଭର ସବୁ ହୁଏ, ଇଏ ସେଭଳି ଭାବରେ ଗୋଟେ ପରିସ୍ଥିତି ଦେଇକିରି ଗତି କରୁଛି। ତାଙ୍କ ଦଳ ଭିତରେ ଗୋଟେ ମାନେ ଟ୍ରେମର ଟାଇପର ଚାଲିଛି। ଇଏ ଆଜି କହିଲାଣି, ସିଏ କାଲି କହିଲାଣି। ଆଉ ଦଳର କିଛି ଲୋକ ବି ନେତା ଏଇ ଯୋଉ ଦଳ ଛାଡୁଛନ୍ତି, ଦି ଜଣ ସାଂସଦ ପଳେଇ ଗଲେ। ଏଇଟା ହଉଛି ଦଳର ନେତା। ଯଦି ସମସ୍ତେ କଣ ଜାଣିଛନ୍ତି, ନବୀନ ବାବୁ ଦଳର ନେତା।
नवीन बाबू जी न जाऊछंती छाड़िकी काली पर्यंत नवीन चौतीसा गाउथिले आज नवीन बाबू को छाड़िकी जाऊछंती दल माने एठी विजु जनता दल शीर्ष नेतृत्व चिंता करने कथा स्थिति कौन अच्छी ताकू आगु को केमिति नियंत्रण करा जिवो जदि दल भीतर असंतोष को नवीन बाबू बा सभापति जी आम तो सभापति नवीन बाबू ना नवीन बाबू को कहवा जदि दलर सभापति दल भीतर असंतोष को ठिकणा भाव में बुझा सहित जदि ठिकणा भाव में प्रशमित करने चेष्टा न करती तेबे दलर अस्तित्व को लेकर आगामी दिन में चैलेंज सृष्टि हो पारे निर्वाचन अच्छी किंतु एमती असंतुष्ट और जड़े जड़े वरिष्ठ नेता बहिष्कार हवा तो आपन को कौन दर्शाଉଛି राजनीतिक समीकरण रे कौन एटा दर्शाଉଛି नहीं ये जो कथाटा आपण बर्तमान शीर्ष स्तर रे चली राज्य स्तर रे किछि नेता मानकर आपण श्रीमयी मिश्र देखंतु से सीधा किछि कहूना बुलेई बंके कहउछंती से तो पांडियान को माने नवीन बाबू को समय से ओटीडीसी रो चेयरपर्सन थिले ता पूर्व महिला निगम रो अध्यक्ष थिले सेतेबेले तो सेही पांडियान को से चिन्ही थिले सेही पांडियान को सार सार भी कहउथिले सेही प्रफुल्ल मल्लिक कथा किंतु आज जो माने कहउछंती आज एटा हुए आज्ञा कांग्रेस गला परे मनकर कांग्रेस क्षमतार थिला गोटे क्षमतार रहिले लोकन को संतुष्ट करी हुए आपण देखंतु माने काहे की कहू नथिला आगु मनकर मु आपण विरोध करू आपण को मंत्री करदेली सी विरोध करते निगम देदेली कि गोटे सरकारी व्यवस्था रही मैनेज करी हुए बर्तमान भारतीय जनता पार्टी मैनेज कर जेहेतु क्षमतार अच्छे विरोधी दल रु चलीगला विजु जनता दल एकमात्र दल जी लगातार 24 वर्ष क्षमतार रहिला विरोधी स्वाद केबे चाखी नथिला आगुरु प्रथम थर जतले विरोधी दल स्वादटा चाखिला से झटकाटा से एमती पड़ी से झटका भितर बाहरी पारु नाहांती से बाहर पड़ो जदि दल को बंचेबा पड़ो दल को रखा पड़ो तेज विजु जनता दल नेतृत्व को से झटकारु से जो ट्रेमर जो गोटे अतड़ा खसी से अतड़ा खसा को सजाड़ा पड़ो न सजाड़े जदि एभली प्रकरण जारी रहे ये कहला सी गोटे खराब बर्ता जीव तल स्तर को एवं दलर अस्तित्व को लेकिन गोटे आह्वान सृष्टि हो शुणु एवं बर्तमान से किसी सुजोग एवं किसी इलेक्शन था कि कथा कि गोटे था सेमती किसी नाही एबे जदि तांको पुतुरा की झियारी आसीबे कौन पोजिशन रे आसीबे बुझी परछंती तो तेणु सभापति भाव में वर्तमान जेहेतु नवीन बाबू अच्छंती नवीन बाबू निजे कहउचंती नवीन बाबू दलर सभापति अच्छंती तेणु वर्तमान से थिबा पर्यंत यावत जीवन से अच्छंती सी से दलर सभापति तांकर उत्तराधिकारी भाव में से यदि ताको पुतुरा को धरिकी बुलेइबे आसिकिरी तांको सहित हूँ तो लोक ग्रहण कर लोक माइंड सेट निर्भर कर प्रथम तुम दल भितर चली असंतोष को तो रोक जदि तुमर दल को आगू नबार अच्छी जदि तुम दल गोटे लोक मैंने तुमको 51 जन विधायक देइचंती तुमे जदि गोटे विरोधी दलर भूमिका ठीक भाव निर्वाह न कर तबे लोकंकर भरोसा तुटी तेणु वर्तमान दल आगु को पंचायत इलेक्शन आसला बेलू दल किए नेतृत्व नब न नब भिन्न कथा नवीन बाबू पर किए सभापति हेबे न हेबे सेटा भिन्न कथा एबे नवीन बाबू निज हाथ में कमाण रखिकी दलटा को आग नियंत्रित करंतु जदि नियंत्रित न करिवे जदि एभली घटना चलिबो तेबे दल प्रति गोटे भविष्य दल रे गोटे अनिश्चित गोटे संकट को बा अनिश्चित चैलेंज को आपण एड़े पारे बेक पिठी अंटा आंठू आदि समस्त दरजर एकमात्र तैल श्री संजीवनी पेन रिलीफ ऑयल श्री संजीवनी लगैले जमा बिंदीवनी श्री संजीवनी पेन रिलीफ ऑयल हर दर्द को समझे रखे सबका ख्याल।